ଆଜିର ଭିଡ଼ିଓ ଏଇଟା କିଛି କମେଡ଼ି ଭିଡ଼ିଓ ନୁହେଁ, ସେ ଛୋଟିଆ ଗୋଟେ ଷ୍ଟୋରି ଶୁଣାମି। ଗୋଟେ ଗାଁରେ ଚୈତି ବୋଲି ପିଲାଟେ ଥିଲା। ସେ ପୁରା କଞ୍ଚା ମୁରୁଖ, ପାଠ ସାଠରେ ପୁରା ଜିରୋ ହେ ବୋଲେ ତାଙ୍କର ମାଷ୍ଟର ସବୁବେଳେ ତାକେ ଗାଲି ଦଉଥିସନ୍ କି ତୁଇ କାଣା କରବୁ ଫ୍ୟୁଚରରେ, ତୁଇ ଛେଲ ଚରାବୁ, ତୁଇ ପାଠ ସାଠ ତ କିଛି ପଢ଼ବାର୍ ନାଇଁ, ତୋର ତ 5 ପଇସା ଟାକର ବୁଦ୍ଧି ନାଇଁନ, ଏନ୍ତା ବୋଲି ବହୁତ ଗାଲି ଦଉଥିଲେ। ବେଲେ ଦିନେ କାଁ ହେଲା, ଚୈତୁର ବାପାକେ ଡାକିକିରି ଚୈତୁର ବାପାର ଆଘେ ଚୈତୁକେ ଗାଲି ଦେଲେ କି ଇଟା ତମର ପୁଅ ଦେଖ ଏନ୍ତା ଫେଲ୍ ହଉଛେ ସବୁଥିରେ, କିଛି ପାଠ ସାଠ ପଢ଼ବାର୍ ନାଇଁ, ଇ କାଁ କରବା ଭବିଷ୍ୟତରେ, ଏଟାକେ ପାଠ ନାଇଁ ପଢ଼, ଆଉ ପାଠ ପଢ଼େଇକି ବି କିଛି ଫାଇଦା ନାଇଁନ, ଏତେ କଥା ସବୁ କହିଲେ। ବେଲେ ଚୈତୁର ବୁଆକେ ଟିକେ ଖରାପ ଲାଗଲା। ସେ କାଁ କଲା, ନେକ୍ସଟ ଡେରୁ ଚୈତୁକେ ନେଇକିରି ସହରକେ ପଲାଲା। ବହୁତ ବର୍ଷ ପରେ ମାଷ୍ଟର ଆଜ୍ଞାଙ୍କର ଦେହ ଖରାପ ହେଲା ବେଲେ ତାହାଙ୍କୁ ଗୋଟେ ସହରକେ ନେଲେ, ତାଙ୍କର ଟ୍ରିଟମେଣ୍ଟ କରାଲେ। ଟ୍ରିଟମେଣ୍ଟ କରିକିରି ୱାର୍ଡ଼କେ ଆଣିଲେ। ଟିକେ ତାକୁ ଚେତା ଯେନ୍ତା ଆସିଲା, ଟିକେ ଧୀରେ ଧୀରେ କରି ଏନ୍ତା ଆँଖ ଖୁଲିଲେ ବେଲକେ ତାଙ୍କର ଆଖି ଆଗେ ଗୋଟେ ହ୍ୟାଣ୍ଡସମ୍ ଡକ୍ଟର ଗୋଟେ ଷ୍ଟେଥୋସ୍କୋପ ପକେଇକିରି ଅଛନ୍ ଆଜ୍ଞା କେନ୍ତା ଅଛନ୍, ଆଜ୍ଞା କେନ୍ତା ଅଛନ୍ ବୋଲି ଦୁଇଥର ପଚରାଲେ। ମାଷ୍ଟର ଆଜ୍ଞା ଟିକେ ଖୁସି ହେଇଗଲେ ଆର୍ ଚଟକିନା ମରିଗଲେ। ସବେ ପଛକେ ଦେଖିଲେ ଯେନ୍ତା ଚୈତୁ ଆମର ଠିଆଡ଼ ହେଇଛି। ଭେଣ୍ଟିଲେଟରରେ ସେ ନାକେ ଯେନ୍ ଲାଗ୍ସି ଭେଣ୍ଟିଲେଟର, ତାର ଇଲେକ୍ଟ୍ରିକ୍ ସୁଇଚଟା କାଢ଼ିକିରି ଚୈତୁ କାଣା କରିଛେ, ନିଜର ଚାର୍ଜର ମୋବାଇଲର ଚାର୍ଜର ପୁରେଇକିରି ଠିଆଡ଼ ହେଇଛେ। ଏଥିରୁ କାଣା ତମେ ଭାବଲ, ସେ ଯେନ୍ ଡକ୍ଟର ପିଲାଟା ସେଟା ଚୈତୁ। ତମେ ସାଉଥ ମୁଭି ବହୁତ ଦେଖୁଛ। ଚୈତୁ ମୁରୁଖ ଥିଲା, ମୁରୁଖ ଅଛି। ଚୈତୁ ସେ ହସ୍ପିଟାଲରେ ସୁଇପର କାମ କରୁଥିଲା।